ଦେଖନ୍ତୁ ଅତି ଦୁର୍ଭାଗ୍ୟର ବିଷୟ ଯେ ଆମେ ବିଜୁ ଜନତା ଦଳ ତରଫରୁ ଯେଉଁମାନେ କ୍ରସ୍ ଭୋଟିଂ କରୁଥିଲେ ପ୍ରାୟ 8 ଜଣ ଆମର ବିଧାୟକ ସେମାନଙ୍କୁ ସଭ୍ୟପଦ ରଦ୍ଦ କରିବା ପାଇଁ ଆମେ ବାଚସ୍ପତି ମହୋଦୟକୁ ଜଣାଇଥିଲୁ, ଲିଖିତ ଭାବେ ଦିଆହେଇଥିଲା। ଆଜି ଶୁଣିବାକୁ ପାଉଛୁ ସେଟା ଖାରଜ ହେଇଛି। ଆପଣମାନେ ଜାଣିଛନ୍ତି ଅନ୍ୟାନ୍ୟ ରାଜ୍ୟରେ ଯେଉଁମାନେ କ୍ରସ୍ ଭୋଟିଂ କରନ୍ତି, ଦଳ ନିର୍ଦ୍ଦେଶକ ନ ମାନିକରି ଭୋଟ ଦିଅନ୍ତି, ସେମାନଙ୍କୁ ସଭ୍ୟପଦ ରଦ୍ଦ ହୋଇଛି। କିନ୍ତୁ ଓଡ଼ିଶାରେ ଆମେ ଦେଖୁଛୁ ଅଲଗା ନୀତି। ମାନେ ଏଠି ଜଣାପଡ଼ୁଛି ଯେହେତୁ ବାଚସ୍ପତି ଗୋଟିଏ ଦଳକୁ ସୁହାଇଲା ପରି କାମ କରୁଛନ୍ତି। ବାଚସ୍ପତି ନିରପେକ୍ଷ ଭାବରେ କାମ କରିବା କଥା। କେଉଁଠି ନା କେଉଁଠି ଏଠି ଜଣାପଡ଼ୁଛି ଯେ ଗୋଟିଏ ଦଳ ଭିତରେ ସୀମିତ ହେଇକରି କାମ କରୁଛନ୍ତି ଏବଂ ସେ ନିରପେକ୍ଷତା ରକ୍ଷା କରିପାରୁନାହାନ୍ତି, ଯାହାଫଳରେ ସେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ତେଣୁ ଏଇଟା ହେବା କଥା ନୁହେଁ। ତେଣୁ ଆମେ ନିହାତି ଭାବରେ ଆଜି ଯେତେବେଳେ ଜାଣିଲୁ ଯେ ଆମେ ଯେଉଁ ଦାବିଟା ରଖିଥିଲୁ କିମ୍ବା ଆମେ ପତ୍ର ମାଧ୍ୟମରେ ଜଣାଇଥିଲୁ ଏମାନଙ୍କୁ ସଭ୍ୟପଦ ରଦ୍ଦ କରାଯାଉ 8 ଜଣ ବିଧାୟକଙ୍କୁ ଯେଉଁମାନେ କି ରାଜ୍ୟସଭାରେ କ୍ରସ୍ ଭୋଟିଂ କରିଛନ୍ତି, କିନ୍ତୁ ସେଟାକୁ ଖାରଜ କଲେ। ଆମେ ନିହାତି ଭାବରେ ଆଗାମୀ ଦିନରେ ଆଇନର ଦ୍ୱାରସ୍ଥ ହେବୁ ଏବଂ ଏହା ପାଇଁ ଆମେ ଲଢ଼େଇ ଜାରି ରଖିବୁ। ନୈତିକ ଅଧିକାର ଅଛି ହାଉସ୍ କମିଟି, ଷ୍ଟାଣ୍ଡିଂ କମିଟି ଏବଂ ବଜେଟ୍ ସଭା ସେଦିନ ଦେଖିଲା ପରେ କିନ୍ତୁ ଯାବତ କମିଟି ବାଚସ୍ପତି ଘୋଷଣା ନିହାତି ଭାବରେ ଆପଣ ଦେଖନ୍ତୁ ବିଜେପି ସରକାର ଦଳ ଯେତେବେଳେ ଶାସନକୁ ଆସିଲେ ତାଙ୍କର ଯେଉଁ ତରିକାରେ ଶାସନ ଚାଲିବା କଥା ଓଡ଼ିଶାରେ, ଯେଉଁ ବିଧି ବ୍ୟବସ୍ଥା ଭିତରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଆଉଟ୍ କମିଟି ହେଇପାରିଲାନି। ଗୋଟେ ଫାଇନାନ୍ସିଆଲ ଇୟର୍ରେ ଆଉ ଗୋଟେ ସ୍ଥାୟୀ କମିଟିର ଡିକ୍ଲେୟାର ହେଇଥାଏ। ଦୁର୍ଭାଗ୍ୟ ବିଷୟ ସେଇଟା ମଧ୍ୟ ହେଇପାରେ। ଯାହା ତ ଆପଣଙ୍କର ନିଗମ କଥା କୁହନ୍ତୁ କିମ୍ବା ଅନ୍ୟାନ୍ୟ ଯେଉଁ ଆମର ଜିଲ୍ଲା ସ୍ତରରେ ଯେଉଁ କମିଟି ହେବା କଥା ସେଇଟା ବି ଠିକ୍ ଭାବରେ ହେଇପାରିଲା ନାହିଁ। କିନ୍ତୁ ହାଉସ୍ କମିଟି ଗଠନ ମଧ୍ୟ ଆଜି ପର୍ଯ୍ୟନ୍ତ ହେଇପାରିଲା। ଏଥିରୁ ଜଣାପଡ଼ୁଛି ଯେ ସରକାରର ଆନ୍ତରିକତା ନାହିଁ କିମ୍ବା ଓଡ଼ିଶାକୁ ଗୋଟିଏ ବିକାଶ ଧାରାରେ ନେବା ପାଇଁ ଏବଂ ସମସ୍ତଙ୍କର ସହଯୋଗରେ ଓଡ଼ିଶା କେମିତି ଆଗକୁ ଯିବ, ବିକାଶ କରିବ ଏବଂ ସମସ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପରେ ଏ ସରକାର ନୁହନ୍ତି। କେବଳ ଏକଚାଟିଆ ଭାବରେ ସେ ମାନେ ଶାସନ କରିକି ଆମେ ବାହା ନେବା। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ସେ ବିରୋଧୀ ହୁଅନ୍ତୁ କିମ୍ବା ଶାସକ ହୁଅନ୍ତୁ, ସମସ୍ତଙ୍କ ମତାମତ ନେଇକରି ଯଦି ସରକାର ସେଟାକୁ ସୁଚିନ୍ତିତ ଭାବରେ କାର୍ଯ୍ୟକାରୀ କରିବେ ଏବଂ ଓଡ଼ିଶାର ବିକାଶ ପାଇଁ ସେମାନେ କାମ କରିବେ, ନିହାତି ଭାବରେ ଓଡ଼ିଶା ପ୍ରଗତି ହେବ। ଏବଂ ଯାହା ବିରୋଧୀ ମଧ୍ୟ ଗୋଟେ ମନ୍ତବ୍ୟ ଦେଉଛି କିମ୍ବା ଗୋଟେ ସଜେସନ୍ ଦେଉଛି ତାକୁ ଯଦି ଗ୍ରହଣ କରିବେ, ନିହାତି ଭାବରେ ଓଡ଼ିଶାର ଯେଉଁ ଆମେ ବିକାଶ କଥା କହୁଛୁ କିମ୍ବା ଆମର ଯେଉଁ ଅର୍ଥ କଥା କହୁଛୁ କିମ୍ବା କୌଣସି ଯଦି ଶାସକ ଦଳ କିଛି ଭୁଲ କରୁଛି ତାହେଲେ ସେମାନେ ବି ସେଟାକୁ ସଜାଡ଼ିବା ପାଇଁ ତତ୍ପର ହେବ। ତେଣୁ ହାଉସ୍ କମିଟି ମାଧ୍ୟମରେ ବହୁତ କିଛି ଜିନିଷ ସରକାରକୁ ସଜେସନ୍ ଯାଇଥାଏ ଏବଂ ସରକାରକୁ ଗୋଟେ ସହଯୋଗ ମଧ୍ୟ ସେଥିରୁ ମିଳିଥାଏ। କିନ୍ତୁ ଦୁର୍ଭାଗ୍ୟ ବିଷୟ ଆଜି ପର୍ଯ୍ୟନ୍ତ ହାଉସ୍ କମିଟି ହେଇପାରିଲାନି।